ଚତୁର୍ଥାଧ୍ୟାୟ। ଶ୍ରୀ ଭଗବାନ କହିଲେ, ମୁଁ ଏହି ଅବିନାଶୀ ଯୋଗ ସୂର୍ଯ୍ୟଙ୍କୁ କହିଥିଲି। ସୂର୍ଯ୍ୟ ନିଜର ପୁତ୍ର ବୈବସ୍ୱତ ମନୁଙ୍କୁ ତାହା କହିଥିଲେ ଏବଂ ମନୁ ନିଜର ପୁତ୍ର ରାଜା ଇକ୍ଷ୍ୱାକୁଙ୍କୁ ତାହା କହିଥିଲେ। ଏହି ଯୋଗର ପରମ୍ପରା କହିବାକୁ ଯାଇ ଭଗବାନ ଏଠାରେ ସୂର୍ଯ୍ୟ ଓ ମନୁ ଆଦିଙ୍କ ନାମ ଉଲ୍ଲେଖ କରିଛନ୍ତି। ସେମାନେ ସମସ୍ତେ ଗୃହସ୍ଥ ଓ କର୍ମଯୋଗୀ। ପୁଣି ଆଗରେ ଏହି ଅଧ୍ୟାୟର 15 ଶ୍ଲୋକରେ ଅତୀତର ମୁମୁକ୍ଷୁମାନଙ୍କ ଉଦାହରଣ ଦେଇ ମଧ୍ୟ ଭଗବାନ ଅର୍ଜୁନଙ୍କୁ କର୍ମ କରିବା ନିମନ୍ତେ ଆଜ୍ଞା ଦେଇଛନ୍ତି। ଆତ୍ମା ଦ୍ୱାରା ଆତ୍ମାକୁ ବିରୁଦ୍ଧ କର ବୋଲି କହିଛନ୍ତି। ଏଥିରୁ ମନେ ହୁଏ ଯେ ତୃତୀୟ ଶେଷରେ ଭଗବାନ ଯେଉଁ ଆତ୍ମା ଦ୍ୱାରା ଆତ୍ମାକୁ ନିରୋଧ କର ବୋଲି କହିଛନ୍ତି, ସେଥିରୁ ମନେ ହୁଏ ଯେ ସେ ସମାଧିସ୍ଥ ହେବାକୁ କହିଛନ୍ତି ଏବଂ ଯୋଗ ଶବ୍ଦର ଅର୍ଥ ମଧ୍ୟ ସମାଧି ବୋଲି ଜଣାଯାଉଛି। ତେଣୁ ଏଠାରେ ଯୋଗର ଅର୍ଥ ମନ ଓ ଇନ୍ଦ୍ରିୟମାନଙ୍କୁ ସଂଯତ କରି ସମାଧିସ୍ଥ ହୋଇଯାଏ ବୋଲି ମାନିବାରେ କ୍ଷତି କ'ଣ? ସେଠାରେ ଭଗବାନ ଆତ୍ମା ଦ୍ୱାରା ଆତ୍ମାକୁ ନିରୋଧ କରି ଅର୍ଥାତ୍ ବୁଦ୍ଧି ଦ୍ୱାରା ମନକୁ ବଶ କରି କାମରୂପକ ଦୁର୍ଯ୍ୟ ଶତ୍ରୁକୁ ବଧ କରିବାକୁ ଆଜ୍ଞା ଦେଇଛନ୍ତି। କର୍ମଯୋଗରେ ନିଷ୍କାମ ଭାବର ହିଁ ଗୁରୁତ୍ୱ ରହିଛି। କାମକୁ ବିନାଶ କରିବା ଦ୍ୱାରା କର୍ମଯୋଗ ସିଦ୍ଧ ହୋଇପାରେ, ତଥା ମନ ଓ ଇନ୍ଦ୍ରିୟମାନଙ୍କୁ ବଶ କରିବା କର୍ମଯୋଗୀଙ୍କ ପାଇଁ ପରମ ଆବଶ୍ୟକ ବୋଲି ସ୍ୱୀକାର କରାଯାଇଛି। ଅତଏବ ବୁଦ୍ଧି ଦ୍ୱାରା ମନ ଓ ଇନ୍ଦ୍ରିୟଙ୍କୁ ବଶ କରିବା ଓ କାମକୁ ମାରିବା ଏସବୁ କର୍ମଯୋଗର ଅଙ୍ଗ ଓ ଉପଯୁକ୍ତ ପ୍ରଥମ ପ୍ରଶ୍ନର ଉତ୍ତର ଅନୁସାରେ ସେଠାରେ ଭଗବାନ କର୍ମଯୋଗ ସାଧନ କରିବାକୁ ହିଁ ଆଜ୍ଞା ଦେଇଛନ୍ତି। ତେଣୁ ଏଠାରେ ଯୋଗର ଅର୍ଥ ହଠଯୋଗ ବା ସମାଧି ଯୋଗ ବୋଲି ନ ଧରି କର୍ମଯୋଗ ବୋଲି ଧରିବା ଉଚିତ ହେବ। ଏହି ଯୋଗ ମୁଁ ସୂର୍ଯ୍ୟଙ୍କୁ କହିଥିଲି, ସୂର୍ଯ୍ୟ ମନୁଙ୍କୁ କହିଥିଲେ, ମନୁ ଇକ୍ଷ୍ୱାକୁଙ୍କୁ କହିଥିଲେ। ଏହି ଯୋଗର ପରମ୍ପରା କହିବା ଉଦ୍ଦେଶ୍ୟରେ ଏବଂ ଏହି ଯୋଗ ପ୍ରଥମେ ଇହଲୋକରେ କ୍ଷତ୍ରିୟମାନଙ୍କୁ ମିଳିଥିଲା ବୋଲି ଦେଖାଇବାକୁ ତଥା ଏହି କର୍ମଯୋଗର ଅନାଦିତ୍ୱ ସିଦ୍ଧ କରିବାକୁ ଭଗବାନ ଏପରି କହିଛନ୍ତି। ହେ ପରନ୍ତପ ଅର୍ଜୁନ, ଏପରି ଭାବରେ ପରମ୍ପରା ପ୍ରାପ୍ତ ଏହି ଯୋଗ ରାଜର୍ଷିମାନେ ଜାଣିଥିଲେ, କିନ୍ତୁ ତାପରେ ଏହି ଯୋଗ ବହୁ କାଳରୁ ଏହି ପୃଥିବୀ ଲୋକରୁ ଲୁପ୍ତପ୍ରାୟ ହୋଇଯାଇଛି। ଏପରି ଭାବରେ ପରମ୍ପରା ପ୍ରାପ୍ତ ଏହି ଯୋଗ ରାଜର୍ଷିମାନେ ଜାଣିଥିଲେ। ଏହାଦ୍ୱାରା ଭଗବାନ ଦେଖାଇ ଦେଇଛନ୍ତି ଯେ ପରମ୍ପରା ଅନୁସାରେ ଜଣେ ଆଉ ଜଣଙ୍କଠାରୁ ଶିକ୍ଷା ପାଇ ଅନେକ ପୁରୁଷ ପର୍ଯ୍ୟନ୍ତ ଶ୍ରେଷ୍ଠ ରାଜାମାନେ ଏହି କର୍ମଯୋଗ ଆଚରଣ କରୁଥିଲେ। ସେତେବେଳେ ଏହାର ରହସ୍ୟ ବୁଝିବା ସହଜ ଥିଲା, କିନ୍ତୁ ବର୍ତ୍ତମାନ ତାହା ଆଉ ନାହିଁ। ରାଜର୍ଷି କିଏ? ଯେ ରାଜା ଅଟନ୍ତି ପୁଣି ଋଷି ମଧ୍ୟ ଅଟନ୍ତି, ଅର୍ଥାତ୍ ଯେ ରାଜା ହୋଇ ବେଦମନ୍ତ୍ରମାନଙ୍କର ଅର୍ଥ ଓ ତତ୍ତ୍ୱ ଜାଣିଥାନ୍ତି ତାଙ୍କୁ ରାଜର୍ଷି କହନ୍ତି। ରାଜର୍ଷିମାନେ ଏହି ଯୋଗ ଜାଣିଥିଲେ, ଏହାର ଅଭିପ୍ରାୟ କ'ଣ ଏବଂ ଅନ୍ୟମାନେ ଏହା ଜାଣିନଥିଲେ ତାହା ନୁହେଁ, କାରଣ ଏଥିରେ ଅନ୍ୟମାନଙ୍କୁ ଜାଣିବା ପାଇଁ ନିଷେଧ କରାଯାଏ ନାହିଁ। ହଁ, ଏତିକି ଆବଶ୍ୟକ ସ୍ପଷ୍ଟ ହେଉଛି ଯେ କର୍ମଯୋଗର ତତ୍ତ୍ୱ ବୁଝିବାରେ ରାଜର୍ଷିମାନଙ୍କର ପ୍ରଧାନତା ସ୍ୱୀକାର କରାଯାଇଛି। ତେଣୁ ଇତିହାସରେ ଦେଖିବାକୁ ମିଳେ ଯେ ଅନ୍ୟ ଲୋକେ ମଧ୍ୟ କର୍ମଯୋଗର ତତ୍ତ୍ୱ ରାଜର୍ଷିମାନଙ୍କଠାରୁ ଶିକ୍ଷା କରିଥିଲେ। ଅତଏବ ଏଠାରେ ଭଗବାନ କହିବାର ଅଭିପ୍ରାୟ ହେଉଛି, ରାଜାମାନେ ପ୍ରଥମରୁ ଏହି କର୍ମଯୋଗ ଅନୁଷ୍ଠାନ କରି ଆସୁଥିଲେ ଏବଂ ତୁମେ ମଧ୍ୟ ରାଜବଂଶରେ ଉତ୍ପନ୍ନ ହୋଇଛ, ତେଣୁ ତୁମର ମଧ୍ୟ ଏଥିରେ ଅଧିକାର ଅଛି ଓ ଏହା ତୁମ ପାଇଁ ସୁଗମ ମଧ୍ୟ ହେବ। ବହୁକାଳୀ ସେହି ଯୋଗ ଇହଲୋକରେ ନଷ୍ଟପ୍ରାୟ ହୋଇଯାଇଛି। ଏପରି କହିବାର ଅଭିପ୍ରାୟ କ'ଣ? ଏହାଦ୍ୱାରା ଭଗବାନ ଦେଖାଦେଇଛନ୍ତି ଯେ ପର୍ଯ୍ୟନ୍ତ ସେହି ପରମ୍ପରା ଚାଲି ଆସୁଥିଲା ସେ ପର୍ଯ୍ୟନ୍ତ ଏହି ପୃଥିବୀ ଲୋକରେ କର୍ମଯୋଗର ପ୍ରଚାର ହେଉଥିଲା। ତାହାପରେ ଲୋକମାନଙ୍କ ମଧ୍ୟରେ ଯେତେ ଭୋଗାସକ୍ତି ବଢ଼ିବାକୁ ଲାଗିଲା, କର୍ମଯୋଗର ଅଧିକାରୀମାନଙ୍କ ସଂଖ୍ୟା ସେତେ କମ୍ ହେବାକୁ ଲାଗିଲା। ଏହିପରି କମ୍ ହୋଇ ଶେଷରେ କର୍ମଯୋଗର ସେହି କଲ୍ୟାଣମୟୀ ପରମ୍ପରା ନଷ୍ଟପ୍ରାୟ ହୋଇଯାଇଛି। ତେଣୁ ଏହାର ତତ୍ତ୍ୱ ବୁଝିବା ଲୋକଙ୍କର ଓ ଧାରଣ କରିବା ଲୋକଙ୍କର ସଂଖ୍ୟା ଇହଲୋକରେ ବହୁ କାଳ ଆଗରୁ ହିଁ ଶୂନ୍ୟପ୍ରାୟ ହୋଇଯାଇଛି। ଭଗବାନ ଏଠି କହୁଛନ୍ତି ଯେ ଏହି କର୍ମଯୋଗ ପୂର୍ବରୁ ନଷ୍ଟ ହୋଇଯାଇଛି। ତେଣୁ ଏକଥାର ଅର୍ଥ କ'ଣ? ଯଦି ଅବିନାଶୀ ତେବେ ଏହାର ବିକାଶ ହେବା ଉଚିତ ନୁହେଁ ଏବଂ ଯଦି ବିନାଶ ହୋଇପାରେ ତେବେ ଅବିନାଶୀ ହେବା କିପରି? ଉତ୍ତର: ପରନ୍ତପ ସାଧନ ରୂପୀ କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ଆଦି ଯେତେ ପ୍ରକାର ଯୋଗ ରହିଛି ସେସବୁ ନିତ୍ୟ। ସେସବୁର କେବେ ବି ଅଭାବ ହୋଇନପାରେ। ଯେହେତୁ ପରମେଶ୍ୱର ନିତ୍ୟ, ତେଣୁ ତାଙ୍କର ପ୍ରାପ୍ତି ନିମିତ୍ତ ତାଙ୍କ ଦ୍ୱାରା ନିଶ୍ଚିତ ହୋଇଥିବା ଅନାଦି ନିୟମ ସବୁ ଅନିତ୍ୟ ହୋଇନପାରେ। ଯେତେବେଳେ ଜଗତର ଉତ୍ପତ୍ତି ହୁଏ ସେତେବେଳେ ଭଗବାନଙ୍କର ସମସ୍ତ ନିୟମ ମଧ୍ୟ ତା ସହିତ ପ୍ରକଟ ହୋଇଯାଏ ଏବଂ ଯେତେବେଳେ ଜଗତର ପ୍ରଳୟ ହୁଏ ସେତେବେଳେ ସେହି ନିୟମଗୁଡ଼ିକର ମଧ୍ୟ ତିରୋଭାବ ହୋଇଯାଏ, କିନ୍ତୁ କେବେ ବି ସେମାନଙ୍କର ଅଭାବ ହୁଏ ନାହିଁ। ଏପରି ଭାବରେ ଏହି କର୍ମଯୋଗର ଅନାଦିତ୍ୱ ସିଦ୍ଧ କରିବାକୁ ପୂର୍ବ ଶ୍ଲୋକରେ ଏହାକୁ ଅବିନାଶୀ ବୋଲି କୁହାଯାଇଛି। ଅତଏବ ଏହି ଶ୍ଲୋକରେ ସେହି ଯୋଗ ବହୁ କାଳରୁ ନଷ୍ଟ ହୋଇଯାଇଛି ବୋଲି ଯାହା କୁହାଗଲା ତାହାର ଅଭିପ୍ରାୟ ହେଉଛି, ବହୁ ସମୟରେ ପୃଥିବୀରେ ତାହାର ତତ୍ତ୍ୱ ବୁଝିଥିବା ଶ୍ରେଷ୍ଠ ଲୋକମାନଙ୍କର ପ୍ରାୟ ଅଭାବ ହୋଇଯାଇଛି, ତେଣୁ ତାହା ଅପ୍ରକାଶିତ ହୋଇଯାଇଛି। ଇହଲୋକରେ ତାହାର ତିରୋଭାବ ଘଟିଯାଇଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାହାର ଅଭାବ ହୋଇଯାଇଛି, କାରଣ ସତ୍ ବସ୍ତୁର କଦାପି ଅଭାବ ହୁଏ ନାହିଁ। ସୃଷ୍ଟିର ପ୍ରାରମ୍ଭରୁ ପୂର୍ବ ଶ୍ଲୋକର କଥା ଅନୁସାରେ ଭଗବାନଙ୍କଠାରୁ ଏହାର ଉତ୍ପତ୍ତି ହୁଏ, ପୁଣି ମଝିରେ ବିଭିନ୍ନ କାରଣରୁ କେବେ କେବେ ଅପ୍ରକାଶ ହୋଇଯାଏ, ତ ପୁଣି କେବେ କେବେ ପ୍ରକାଶ ଓ ବିକାଶ ହୁଏ। ଏପରି ହେଉ ହେଉ ପ୍ରଳୟ ସମୟରେ ତାହା ଅଖିଳ ଜଗତ ସହିତ ଭଗବାନଙ୍କଠାରେ ବିଲୀନ ହୋଇଯାଏ। ଏହାକୁ ନଷ୍ଟ ବା ଅଦୃଶ୍ୟ ହେବା କହନ୍ତି। ବାସ୍ତବିକ ଏହା ଅବିନାଶୀ, ଅତଏବ ଏହାର ଅଭାବ କେବେ ହେଲେ ହୁଏ ନାହିଁ।
ତୁମେ ମୋର ଭକ୍ତ ଓ ପ୍ରିୟ ସଖା। ତେଣୁ ସେହି ପୁରାତନ ଯୋଗ ହିଁ ଆଜି ମୁଁ ତୁମକୁ କହିଲି, କାରଣ ଏହା ହେଉଛି ଅତ୍ୟନ୍ତ ଉତ୍ତମ ରହସ୍ୟ, ଅର୍ଥାତ୍ ଗୁପ୍ତ ରଖିବା ଯୋଗ୍ୟ ବିଷୟ। ଏହାଦ୍ୱାରା ଭଗବାନ ଦେଖାଇ ଦେଇଛନ୍ତି ଯେ ତୁମେ ମୋର ଚିରକାଳର ଅନୁଗତ ଭକ୍ତ ଓ ପ୍ରିୟ ସଖା। ଅତଏବ ତୁମ ଆଗରେ ଅତ୍ୟନ୍ତ ରହସ୍ୟମୟ କଥା ପ୍ରକଟ କରିଛି। ପ୍ରତ୍ୟେକ ମନୁଷ୍ୟ ଆଗରେ ରହସ୍ୟମୟ କଥା ପ୍ରକଟ କରାଯାଏ ନାହିଁ। ସେହି ପୁରାତନ ଯୋଗ ଆଜି ମୁଁ ତୁମକୁ କହିଲି। ଏହାଦ୍ୱାରା ଏହି କଥା ଦ୍ୱାରା ଏହି ଯୋଗର ଅନାଦ୍ୟତା ସିଦ୍ଧ କରାଯାଉଛି। ଅର୍ଜୁନଙ୍କର ଅଧିକାର ମଧ୍ୟ ନିରୂପଣ କରାଯାଇଛି। ଏହି ଯୋଗର ଉପଦେଶ ଦେବାର ଉପଯୁକ୍ତ ସମୟକୁ ମଧ୍ୟ ନିର୍ଦ୍ଦେଶ କରାଯାଇଛି। ଭଗବାନ କହୁଛନ୍ତି, ଯେଉଁ ଯୋଗ ମୁଁ ପ୍ରଥମେ ସୂର୍ଯ୍ୟଙ୍କୁ କହିଥିଲି ଏବଂ ଯାହାର ପରମ୍ପରା ଅନାଦିକାଳରୁ ଚଳି ଆସିଛି, ସେ ପୁରାତନ ଯୋଗ ହିଁ ଆଜି ଯୁଦ୍ଧକ୍ଷେତ୍ରରେ ତୁମକୁ ଅତ୍ୟନ୍ତ ବ୍ୟାକୁଳ ଓ ଶରଣାଗତ ଜାଣି ଶୋକ ନିବୃତ୍ତିପୂର୍ବକ କଲ୍ୟାଣ ପ୍ରାପ୍ତି ନିମିତ୍ତ ମୁଁ ତୁମକୁ କହିଲି। ଶରଣାଗତି ସଙ୍ଗେ ସଙ୍ଗେ ଅନ୍ତରରେ ବ୍ୟାକୁଳତାପୂର୍ଣ୍ଣ ଜିଜ୍ଞାସା ଏପରି ଏକ ସାଧନା ଯେ ତାହା ମନୁଷ୍ୟକୁ ପରମ ଅଧିକାରୀ କରାଇଦିଏ। ତୁମେ ଆଜି ସେହି ଅଧିକାର ବାସ୍ତବରେ ସିଦ୍ଧ କରିଦେଲ। ପୂର୍ବରୁ କେବେ ଏପରି କରିନଥିଲ। ତେଣୁ ମୁଁ ବର୍ତ୍ତମାନ ତୁମ ଆଗରେ ଏହି ରହସ୍ୟ ଖୋଲିଦେଲି। ଏହା ଅତ୍ୟନ୍ତ ଉତ୍ତମ ରହସ୍ୟ। ଏହାଦ୍ୱାରା ଭଗବାନ ଦେଖାଯାଇଛନ୍ତି ଯେ ଏହି ଯୋଗ ସବୁ ପ୍ରକାର ଦୁଃଖ ଓ ବନ୍ଧନରୁ ମୁକ୍ତ କରିଦେଇ ପରମାନନ୍ଦ ସ୍ୱରୂପ ଅର୍ଥାତ୍ ପରମାତ୍ମାଙ୍କୁ ଅତି ସହଜରେ ପ୍ରାପ୍ତ କରିବାକୁ ସମର୍ଥ। ତେଣୁ ଏହା ଅତ୍ୟନ୍ତ ଉତ୍ତମ ଓ ଗୋପନୀୟ। ଏହାଛଡ଼ା ସୂର୍ଯ୍ୟାଦିଙ୍କୁ ମୁଁ ଏହି ଯୋଗ ଶିଖାଇଛି ବୋଲି କହି ଏବଂ ତୁମେ ମୋର ଭକ୍ତ ବୋଲି ମୁଁ ତୁମକୁ ଏହି ଯୋଗ କହିଲି, ଏପରି କହି ମୁଁ ନିଜର ଯେଉଁ ଈଶ୍ୱର ଭାବ ପ୍ରକଟ କରିଛି, ତାହା ଅତ୍ୟନ୍ତ ରହସ୍ୟମୟ ବିଷୟ। ତେଣୁ ଅନଧିକାରୀଙ୍କ ଆଗରେ ଏହା କଦାପି ପ୍ରକାଶ କରିବା ଉଚିତ ନୁହେଁ। ଅର୍ଜୁନ କହିଲେ, ଆପଣଙ୍କର ଜନ୍ମ ତ ଏବେ ହୋଇଛି ଏବଂ ସୂର୍ଯ୍ୟଙ୍କର ଜନ୍ମ ତ ବହୁ ପୁରାତନ ଅର୍ଥାତ୍ କଳ୍ପର ଆରମ୍ଭରେ ହୋଇଥିଲା। ତେଣୁ ଆପଣ କଳ୍ପର ଆରମ୍ଭରେ ସୂର୍ଯ୍ୟଙ୍କୁ ଏହି ଯୋଗ କହିଥିବେ ବୋଲି ମୁଁ କିପରି ବୁଝିପାରିବି? ଯଦ୍ୟପି ଅର୍ଜୁନ ଏହି କଥା ପ୍ରଥମରୁ ଜାଣିଥିଲେ ଯେ ଶ୍ରୀକୃଷ୍ଣ କୌଣସି ସାଧାରଣ ମନୁଷ୍ୟ ନୁହନ୍ତି, ବରଂ ଏହା ଦିବ୍ୟ ମାନବ ରୂପରେ ପ୍ରକଟ ହୋଇଥିବା ସର୍ବଶକ୍ତିମାନ ପୂର୍ଣ୍ଣଭାବ ପରମାତ୍ମା ହିଁ ଅଟନ୍ତି। କାରଣ ସେ ରାଜସ୍ୱ ଯଜ୍ଞ ସମୟରେ ଭୀଷ୍ମ ପିତାମହଙ୍କଠାରୁ ଭଗବାନଙ୍କର ମହିମା ଶୁଣିଥିଲେ ଏବଂ ଅନ୍ୟ ଋଷିମାନଙ୍କଠାରୁ ମଧ୍ୟ ଏହି ବିଷୟରେ ବହୁ କଥା ଶୁଣିଥିଲେ। ତେଣୁ ବନବାସ କାଳରେ ସେ ସ୍ୱୟଂ ଭଗବାନଙ୍କ ସହିତ ତାଙ୍କର ମହତ୍ତ୍ୱର ଚର୍ଚ୍ଚା କରିଥିଲେ। ଏହାଛଡ଼ା ଶିଶୁପାଳ ଆଦିଙ୍କୁ ବଧ କରିବାରେ ଏବଂ ଅନ୍ୟାନ୍ୟ ଘଟଣାମାନଙ୍କରେ ଭଗବାନଙ୍କର ଅଦ୍ଭୁତ ପ୍ରଭାବ ମଧ୍ୟ ସେ ପ୍ରତ୍ୟକ୍ଷ ଦେଖିଥିଲେ। ତଥାପି ଭଗବାନଙ୍କ ମୁଖରୁ ତାଙ୍କ ଅବତାରର ରହସ୍ୟ ଶୁଣିବା ଏବଂ ସର୍ବସାଧାରଣଙ୍କ ମନରେ ହେଉଥିବା ଶଙ୍କାମାନଙ୍କୁ ଦୂର କରିବା ଇଚ୍ଛାରେ ଏଠାରେ ଅର୍ଜୁନ ପ୍ରଶ୍ନ କରିଛନ୍ତି। ଅର୍ଜୁନଙ୍କୁ ପଚାରିବାର ଭାବ ହେଲା, ଆପଣଙ୍କର ଜନ୍ମ ଏବେ କିଛି ବର୍ଷ ପୂର୍ବରୁ ଶ୍ରୀ ବସୁଦେବଙ୍କ ଘରେ ହୋଇଛି। ଏହି କଥା ପ୍ରାୟ ସମସ୍ତେ ଜାଣିଛନ୍ତି ଏବଂ ସୂର୍ଯ୍ୟଙ୍କର ଉତ୍ପତ୍ତି ସୃଷ୍ଟିର ଆରମ୍ଭରେ ଅଦିତିଙ୍କଠାରୁ ହୋଇଛି। ଏହାର ରହସ୍ୟ ତ ବୁଝି ଅସମ୍ଭବ ପରି ଲାଗୁଥିବା କଥା। ଏହା କିପରି ସ୍ୱୀକାର କରାଯାଇପାରିବ ଯେ ଆପଣ ଏହି ଯୋଗ ସୃଷ୍ଟିର ପ୍ରାରମ୍ଭରେ ସୂର୍ଯ୍ୟଙ୍କୁ କହିଥିଲେ, ଯାହାଫଳରେ କି ସୂର୍ଯ୍ୟଙ୍କଠାରୁ ଏହି ପରମ୍ପରା ଚାଲି ଆସିଛି। ଅତଏବ କୃପା କରି ମୋତେ ଏହାର ରହସ୍ୟ ବୁଝାଇବାରେ ସାହାଯ୍ୟ କରନ୍ତୁ। ଶ୍ରୀ ଭଗବାନ କହିଲେ, ହେ ପରନ୍ତପ ଅର୍ଜୁନ, ମୋର ଓ ତୁମର ଅନେକ ଜନ୍ମ ଅତିବାହିତ ହୋଇଯାଇଛି। ତୁମେ ସେସବୁ ଜାଣ ନାହିଁ, କିନ୍ତୁ ମୁଁ ଜାଣେ। ଏହାଦ୍ୱାରା ଭଗବାନ କହୁଛନ୍ତି, ମୁଁ ଓ ତୁମେ ଯେ ବର୍ତ୍ତମାନ ଜନ୍ମିଥାଇ ଆଦ୍ୟରୁ ନଥିଲେ ତାହା ନୁହେଁ। ଆମେ ଅନାଦି ଓ ଅନିତ୍ୟ। ମୋର ନିତ୍ୟ ସ୍ୱରୂପ ତ ଅଛି। ଏହାଛଡ଼ା ମୁଁ ମଧ୍ୟ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଓ ବାମନ ଆଦି ଅନେକ ରୂପରେ ପ୍ରଥମେ ପ୍ରକଟ ହୋଇଛି। ବସୁଦେବଙ୍କର ହୋଇଥିବା ମୋର ଏହି ପ୍ରକଟଟି ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ଏହା ପୂର୍ବରୁ ହୋଇଥିବା ମୋର ବିବିଧ ରୂପରେ ମୁଁ ଅସଂଖ୍ୟ ପୁରୁଷଙ୍କୁ ଅନେକ ପ୍ରକାର ଉପଦେଶ ଦେଇଛି। ତେଣୁ ମୁଁ ଏହା ପ୍ରଥମେ ସୂର୍ଯ୍ୟଙ୍କୁ କହିଥିଲି ବୋଲି ଯାହା କହିଲି, ସେଥିରେ ତୁମେ କୌଣସି ଆଶ୍ଚର୍ଯ୍ୟ ଓ ଅସମ୍ଭାବନା ଦେଖିବା ଉଚିତ ନୁହେଁ। ମୋ କଥାର ଅଭିପ୍ରାୟ ଏହି ଯେ ଜନ୍ମର ଆଦିରେ ମୁଁ ନାରାୟଣ ରୂପରେ ସୂର୍ଯ୍ୟଙ୍କୁ ଏହି ଯୋଗ କହିଥିଲି। ତୁମେ ସେସବୁ ଜାଣିନ, କିନ୍ତୁ ମୁଁ ଜାଣେ। ଏହି କଥାରେ ଭଗବାନ ନିଜର ସର୍ବଜ୍ଞତା ଓ ଜୀବମାନଙ୍କର ଅଳ୍ପଜ୍ଞତା ସୂଚାଇ ଦେଇଛନ୍ତି। ଭଗବାନଙ୍କୁ କହିବାର ଭାବ ହେଉଛି, ମୁଁ କେଉଁ ରୂପରେ ପ୍ରକଟ ହୋଇ କେଉଁ ସମୟରେ କାହିଁକି ଓ କି ଲୀଳା କରିଛି, ତାହା ତୁମେ ସର୍ବଜ୍ଞ ହୋଇନଥିବାରୁ ଜାଣିପାରୁନାହଁ। ତୁମଠାରେ ମୋର ଓ ତୁମ ନିଜର ପୂର୍ବଜନ୍ମର ସ୍ମୃତି ନାହିଁ। ତେଣୁ ତୁମେ ଏପରି ପ୍ରଶ୍ନ କରୁଛ, କିନ୍ତୁ ମୋତେ ଜଗତର କୌଣସି ଘଟଣା ଅଜଣା ନାହିଁ। ଭୂତ, ବର୍ତ୍ତମାନ, ଭବିଷ୍ୟତ ସବୁ ମୋ ପାଇଁ ବର୍ତ୍ତମାନ ହିଁ ଅଟେ। ମୁଁ ସବୁ ଜୀବଙ୍କୁ ଓ ସେମାନଙ୍କର ସମସ୍ତ ବିଷୟ ଭଲ ଭାବେ ଜାଣେ। କାରଣ ମୁଁ ସର୍ବଜ୍ଞ, ଏଣୁ ମୁଁ କଳ୍ପର ଆରମ୍ଭରେ ଏହି ଯୋଗ ସୂର୍ଯ୍ୟଙ୍କୁ କହିଥିଲି ବୋଲି ଯାହା କହୁଛି, ସେଥିରେ ତୁମେ ଟିକିଏ ବି ସନ୍ଦେହ କରିବା ଉଚିତ ନୁହେଁ। ମୁଁ ଅଜନ୍ମା ଅବିନାଶୀ ସ୍ୱରୂପ ହୋଇଥିଲେ ମଧ୍ୟ ଏବଂ ସମସ୍ତ ପ୍ରାଣୀମାନଙ୍କର ଈଶ୍ୱର ହୋଇଥିଲେ ମଧ୍ୟ ନିଜ ପ୍ରକୃତିକୁ ଅଧୀନ କରି ନିଜ ଯୋଗମାୟା ବଳରେ ପ୍ରକଟ ହୋଇଥାଏ। ଏହାଦ୍ୱାରା ଭଗବାନ କହୁଛନ୍ତି, ଯଦ୍ୟପି ମୁଁ ଅଜନ୍ମା ଓ ଅବିନାଶୀ,
यद्यपि वास्तव मोर केबे जन्म और विनाश हुए नहीं, तथापि मु साधारण व्यक्ति पर जन्म निए और विनिष्ट होगा पर प्रतीत होता है। एपरि भाव समस्त प्राणीकर ईश्वर होते मु जड़े साधारण व्यक्ति पर प्रतीत होता है। अभिप्राय है जे मु मत्स्य कच्छप बराह मनुष्य आदि रूप में प्रकट हेले मोर अवतार तत्व को बुझी नथिबा लोके मोर जन्म हुए बोली भावती एवं मु अंतदान होगले मोर विनाश होगला बोली भावती तथा मु सही रूप में दिव्य लीला करथिला बेले मते निज पर साधारण व्यक्ति बोली बुझी मोर अवमान मध्य करती से बुझीपारती नहीं जे सर्वशक्तिमान सर्वेश्वर नित्य शुद्ध बुद्ध मुक्त स्वभाव साक्षात पूर्णब्रह्म परमात्मा ही जगतर कल्याण निमंते यही रूप में प्रकट हो दिव्य लीला करुँच। कारण मुझे समय निजर जोगमायर परदा पछरे छपी रही है। भगवान शक्ति रूपी जो मूल प्रकृति रही तार वर्णना नवम अध्याय सप्तम और अष्टम श्लोक कराई जहाँ चतुर्दश अध्याय महत् ब्रह्म बोली कहुई। स्वयं विशेषण सहित प्रकृति पदटी हूँ से मूल प्रकृतिर वाचक। पुणी भगवान निजर जो जोग शक्ति द्वारा समस्त जगत को धारण कर जो असाधारण शक्ति द्वारा से नाना प्रकार रूप धारण कर लोक सम्मुखें प्रकट हुए जो छपी रही कारण लोके परिचय पाइपारती नहीं। तथा सप्तम अध्याय 25 श्लोक जहाँ जोगमाया नाम कहुई हूँ से पदर वाचक। मूल प्रकृति को निजर अधीन कर निजर जोग शक्ति द्वारा ही भगवान अवतीर्ण हुए। मूल प्रकृति संसार को उत्पन्न करे और भगवान जोगमाया हूँ अत्यंत प्रभावशाली असजमय शक्ति। यहाँ ही दुई का मध्य प्रभेद। मु निज प्रकृति को अधीन कर निज जोगमाया बल प्रकट होता है। याद्वारा भगवान साधारण जीवर जन्म ठारू निज जन्मर विलक्षणता देखाई कहते जीव मैंने जपर प्रकृति वश हो निजर कर्मानुसार भलमंद जोनि जन्मग्रहण करती और सुख दुख भोग करती मोर जन्म सेहीपरि हुए ना। मु निज प्रकृतिर अधिष्ठाता हो स्वयं निजर जोगमाया बल समय समय दिव्य लीला करने निमित्त यथोचित रूप धारण करता। मोर यही जन्म स्वतंत्र और दिव्य होता है ता जीव मान पर कर्मवश हुए ना। साधारण जीव मान जन्म मृत्यु भगवान प्रकट अंतदान मध्य पार्थक्य रही। साधारण जीव मान जन्म मृत्यु से कर्म अनुसार होता है से इच्छा अनुसार हुए ना। से माता गर्भर कष्ट भोग करने पड़ता है। जन्म समय माता जोनि शरीर बाहर हुए तापर धीरे धीरे बुद्धि प्राप्त हो शरीर अवक्षा होगापर मरवा हुए कर्म अनुसार पुनर्बार अन्य जोनि जन्म ना हुए। किंतु भगवान प्रकट अंतदान होगा याठू अत्यंत अलौकिक एवं यह इच्छा पर निर्भर करे। से जिते इच्छा करती जो इच्छा करती जो रूप इच्छा करते से प्रकट अंतदान हो पारती। जनक भितर से छोटर बड़ हो जाती बड़ू छोट हो जाती इच्छा अनुसार रूप परिवर्तन करपारती। यार कारण हूँ से प्रकृति नियम बंधा नुहति प्रकृति इच्छार अनुगमन करए। तेणु एकादश अध्याय अर्जुन के प्रार्थना अनुसार भगवान विश्वरूप धारण करने पुणी तापर उपसंहार कर चतुर्भुज रूप प्रकट हेले यापर मनुष्य रूप हो गले। एपरि एक रूप प्रकट होगा से अप्रकट हो अन्य रूप धारण करवा जन्म मरवा नुहे यह भगवान लीला मात्र। भगवान श्रीकृष्ण जन्म तो माता देवकी गर्भ साधारण मनुष्य मान होता ताले लोक मान जन्म होबार भगवान प्रकट होबार पार्थक्य कौन यह ठीक नुहे। श्रीमद् भागवत से विषय देखिले शंका दूर हो कहुई से समय माता देवकी निज सम्मुखें शंख चक्र गदा पद्म धारण कर दिव्य देव रूप प्रकट होता चतुर्भुज भगवान को देखते स्तुति करते। पुणी माता देवकी प्रार्थना भगवान नरबालुत रूप धारण करते। एणु माता देवकी गर्भ साधारण मनुष्य मनुष्य पर जन्म हो नाला से आपना चाहे प्रकट होते जन्मधारण लीला करने को यहपरि भाव देखाई भगवान साधारण मनुष्य मान परी 10 मास पर्यंत माता देवकी गर्भ रही और समय अनुसार जन्म होता। हे भारत जो समय जो समय धर्मर अवक्षय हुए और अधर्मर वृद्धि हुए से समय मु निजर रूप सृष्टि करता अर्थात साकार रूप से लोक मान सम्मुखें प्रकट हुए। अमुक जुगर अमुक वर्ष अमुक मसरे एवं अमुक दिन में भगवान अवतार हे बोली कौन निश्चित समय न थाए। पुणी गोटे जुगर केते थर क्यों रूप से प्रकट हे तार मध्य कौन धराबंधा नियम न थाए। एक स्पष्ट करने एठार जदापद 2 थर प्रयोग कर अभिप्राय है जे धर्मर क्षय अधर्मर वृद्धि होगा हेतु जितेबाला जो समय भगवान निजक प्रकट करने आवश्यक बोली मन करती से से प्रकट होता। धर्मर क्षय पापर वृद्धि किपरि होता है जहाँ हेबा फल भगवान को अवतार ग्रहण करा पड़ता है। कौन प्रकार धर्म हानि और पाप वृद्धि घटिले भगवान अवतार ग्रहण करती। धर्म हानि और पाप वृद्धि स्वरूप वस्तुतः भगवान ही जानती मनुष्य ता निर्णय कर नहीं। किंतु अनुमान द्वारा स्वीकार कर ऋषिकल्प धार्मिक
ईश्वर प्रेमी और सदाचारी पुरुष मान तथा निरपराध और दुर्बल प्राणी मान बलवान और दुराचारी मनुष्य मान अत्याचार बढ़ीज तथा से कारण लोक मध्य सद्गुण और सदाचार सदाचार अत्यंत ह्रास पाई दुर्गुण और दुराचार अधिक व्यापी पाई धर्मग्लानी तथा अधर्म वृद्धि स्वरूप सत्यजुगर हिरण्यकशिपुर शासन में जितेबाला दुर्गुण दुराचार वृद्धि पाइला निरपराध लोक मान अत्याचार होगा लगिला लोक ध्यान जप तप पूजा पूजा पाठ यज्ञ दान आदि शुभकर्म और उपासना बलपूर्वक बंद कर दिगला देवता को मारिपिटी निज निज स्थान तड़ी दिगला प्रहलाद परी भक्त को बिना अपराध नाना प्रकार कष्ट दिगला जितेबाला भगवान नृसिंह रूप धारण करते भक्त प्रहलाद को उद्धार कर धर्म स्थापन करते अन्य अवतार मानकर घटना देखा जाए साधु पुरुष मान उद्धार करने पापी मान विनाश करने धर्म स्थापन करने मु जुगे जुगे प्रकट होता है जो पुरुष मैंने अहिंसा सत्य अस्तय ब्रह्मचर्य आदि समस्त सामान्य धर्म तथा यज्ञ दान तप एवं अध्ययन प्रजापालन आदि निज निजर वर्णाश्रम धर्म भला पालन करती अन्यर मंगल करने जो मान स्वभाव जो मैंने सद्गुण मान भंडार सदाचारी तथा जो मैंने श्रद्धा प्रेमपूर्वक भगवान नाम रूप गुण प्रभाव लीला लीलादि श्रवण कीर्तन स्मरण आदि करती एटा साधु शब्द हूँ सी मान वाचक एपरी पुरुष मान दुष्ट दुराचारी मान द्वारा जो भीषण अत्याचार हुए से अत्याचार से सर्वथा मुक्त करने और उत्तम गति प्रदान करने निजर दर्शन आदि द्वारा समस्त संचित पाप संभाली विनाश कर परम कल्याण साधन करने निज दिव्य लीला विस्तार कर तार श्रवण मनन चिंतन और कीर्तन आदि द्वारा अति सहज लोक उद्धार मार्ग खोलीदेवा आदि हूँ साधु पुरुष मान परित्राण अर्थात उद्धार करने जो मनुष्य मैंने निरपराध सदाचारी और भगवत भक्तों अत्याचार करती जो मैंने मिथ्या कपट चोरी व्यभिचार आदि दुर्गुण दुराचार भंडार जो मैंने नाना प्रकार अन्याय कर धन संग्रह करती तथा नास्तिक अटंती भगवान और वेदशास्त्र विरोध करने जो मान स्वभावगत हो गला एटा दुष्कृताम पदटी हूँ से अद्भुत से असुर स्वभावयुक्त दुष्ट पुरुष मान वाचक एपरी दुराचारी मनुष्य मान मंद अभ्यास छड़ाइवाई से पापर मुक्त करने से कौन प्रकार दंड देवा युद्ध द्वारा अन्य कौन प्रकार से शरीर संबंध विच्छेद करने कराइदेवा आदि समस्त विषय से विनाश कर अंतर्गत भगवान तो परम दयालु से दुष्ट मान बुझा सुझाई से स्वभाव को सुधारी नदे से एपरी दंड कहीं दिखती से उत्तर से दंड देवा मारिदेवा अर्थात असुर शरीर से संवाद विच्छेद कराया भगवान परम दया कारण से दंड मृत्यु द्वारा भगवान से पाप मुक्त कर दियंती भगवान दंड विधान संबंध कदापि भाविबा उचित नुहे जे एसबू फल दयालुतार सामान्य भी त्रुटि रही जाए निज पिलांकर हाथ पाद आदि कौन अंगर घा हेले माता पिता जपर प्रथम से औषध प्रयोग करती जो जना पड़ जाए औषध द्वारा ता भल हो पार ना विलंब कले तार विष अन्य अंग को व्यापीज से यथाशीघ्र सुस्थ अंग को रक्षा करने दूषित हाथ गोड़ आदि अंग को ऑपरेशन कराई दियंती और आवश्यक हेले ताकू कटाई दियंती भगवान दुष्ट मान दुष्टता दूर करने को प्रथम से पुरुष मान नीति अनुसार दुर्योधन को बुझाइला बुझाइबा चेष्टा करती दंड भय देखा किंतु से जिते काम चले ना से दुष्टामी बढ़ी जाए जिते से दंड दे मराई पापर फल भोगाई दियंती अथवा जहाँकर पूर्व संचित कर्म उत्तम होता है किंतु कौन विशेष कारण कुसंग दोषरू जो मैंने कुसंग दोषरू जो मैंने इह जन्म दुराचारी हो जाती से भगवान निज हाथ में मारी मुक्त कर दियंती यू क्रिया मानक भगवान दया पूर्ण हो रही है धर्म संस्थापन कहले कौन बुझाए उत्तर स्वयं शास्त्र अनुकूल आचरण कर विभिन्न प्रकार धर्मर महत्व देखाई लोक मान हृदय प्रवेश कर समर्थ अप्रतिम प्रभावशाली वाणी द्वारा उपदेश दे समस्त अंतकरण में वेद शास्त्र परलोक महापुरुष और भगवान प्रति श्रद्धा स्थापन करे और सद्गुण और सदाचार प्रति विश्वास तथा प्रेम जन्माई ये समस्त विषय दृढ़तापूर्वक लोक मान हृदबोध कराइदेवा इत्यादि समस्त कर्म धर्म स्थापन अंतर्गत साधुसंत मान परित्राण और दुष्टों संहार और धर्म स्थापना ये तीनोटी एक संगे आवश्यक होगा पर ही भगवान अवतार हुए ना कौन से गोटी कारण भगवान अवतार ग्रहण करती उत्तर तीनोटी जाक कारण एक संगे उपस्थित हेले ही भगवान अवतार ग्रहण करती तीनों जाक कारण एक संगे उपस्थित हेले ही भगवान अवतार ग्रहण करती बोले कौन नियम ना कौन से गोटे दुईटी उद्देश्य पूर्ण करने भगवान अवतार ग्रहण करपारती भगवान तो सर्वशक्तिमान से अवतार न नहीं सब काम कर पारे अवतार आवश्यकता कौन उत्तर
ଏକଥା ନିଶ୍ଚିତ ଭାବେ ଠିକ୍। କିନ୍ତୁ ଭଗବାନ ଅବତାର ନ ନେଇ ମଧ୍ୟ ସବୁକିଛି ଅନାୟାସରେ କରିଦେଇ ପାରନ୍ତି ଏବଂ କରନ୍ତି ମଧ୍ୟ। କିନ୍ତୁ ଲୋକମାନଙ୍କ ଉପରେ ବିଶେଷ ଦୟାକରି ନିଜର ଦର୍ଶନ, ସ୍ପର୍ଶନ ଓ ଭାଷଣ ଆଦି ଦ୍ୱାରା ସହଜରେ ଲୋକମାନଙ୍କୁ ଉଦ୍ଧାରରୁ ଅବସର ଦେବା ନିମନ୍ତେ ଓ ନିଜର ପ୍ରେମ ଭକ୍ତମାନଙ୍କୁ ନିଜର ଦିବ୍ୟ ଲୀଳା ଦେଇ ଆସ୍ୱାଦନ କରାଇବା ନିମନ୍ତେ ଭଗବାନ ସାକାର ରୂପରେ ପ୍ରକଟ ହୁଅନ୍ତି। ସେ ଅବତାର ଧରିଥିବା ରୂପକୁ ସ୍ମରଣ କରି ତଥା ତାଙ୍କର ରୂପ, ଗୁଣ, ପ୍ରଭାବ, ନାମ, ମାହାତ୍ମ୍ୟ ଓ ଦିବ୍ୟ କର୍ମମାନଙ୍କୁ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ କରି ଲୋକେ ସହଜରେ ସଂସାର ସାଗର ପାରି ହୋଇଯାନ୍ତି। ଏପରି କାର୍ଯ୍ୟ ଅବତାର ଗ୍ରହଣ ବ୍ୟତୀତ ହୋଇପାରିବ ନାହିଁ। ମୁଁ ଯୁଗେ ଯୁଗେ ପ୍ରକଟ ହୁଏ। ଏହାର କାରଣ କ'ଣ? ଏହାଦ୍ୱାରା ଭଗବାନ ଦେଖାଦେଇଛନ୍ତି ଯେ ପ୍ରତ୍ୟେକ ଯୁଗରେ ଯେତେବେଳେ ଯୁଗ ଧର୍ମ ଅପେକ୍ଷା ଧର୍ମର କ୍ଷୟ ଅଧିକ ହୋଇଯାଏ, ସେତେବେଳେ ଆବଶ୍ୟକତା ଅନୁସାରେ ସେ ବାରମ୍ବାର ପ୍ରକଟ ହୋଇଥାନ୍ତି। ଗୋଟିଏ ଯୁଗରେ ଭଗବାନ ଥରେ ଅବତାର ଗ୍ରହଣ କରିବେ ବୋଲି ସେପରି କୌଣସି ନିୟମ ନାହିଁ। ହେ ଅର୍ଜୁନ, ମୋର ଜନ୍ମ ଏବଂ କର୍ମ ଦିବ୍ୟ ଅର୍ଥାତ୍ ନିର୍ମଳ ଏବଂ ଅଲୌକିକ ବୋଲି ଯେଉଁ ମନୁଷ୍ୟ ଏହାକୁ ତତ୍ତ୍ୱତଃ ଜାଣିପାରେ, ସେ ଶରୀର ତ୍ୟାଗ କରି ପୁନର୍ଜନ୍ମ ପାଏ ନାହିଁ, ସେ ମୋତେ ହିଁ ପାଇଯାଏ। ଭଗବାନଙ୍କ ଜନ୍ମ ଦିବ୍ୟ, ଏହା ତତ୍ତ୍ୱତଃ ବୁଝିବା ଅର୍ଥ କ'ଣ? ସର୍ବଶକ୍ତିମାନ ପୂର୍ଣ୍ଣବ୍ରହ୍ମ ପରମେଶ୍ୱର ବାସ୍ତବରେ ସର୍ବଥା ଜନ୍ମ ଓ ମୃତ୍ୟୁରୁ ଅତୀତ। ତାଙ୍କ ଜନ୍ମ ଜୀବମାନଙ୍କର ଜନ୍ମ ପରି ହୁଏ ନାହିଁ। ସେ ନିଜ ଭକ୍ତମାନଙ୍କ ଉପରେ ଅନୁଗ୍ରହ କରି ନିଜର ଦିବ୍ୟ ଲୀଳା ଦ୍ୱାରା ସେମାନଙ୍କ ମନକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ, ଦର୍ଶନ, ସ୍ପର୍ଶନ ଓ ଭାଷଣ ଦ୍ୱାରା ସେମାନଙ୍କୁ ସୁଖ ପ୍ରଦାନ କରିବାକୁ, ସଂସାରରେ ନିଜର ଦିବ୍ୟକର୍ମ ବିସ୍ତାର କରି ତାର ଶ୍ରବଣ, କୀର୍ତ୍ତନ ଓ ସ୍ମରଣ କରିବା ମାଧ୍ୟମରେ ଲୋକମାନଙ୍କର ପାପ ରାଶି ନାଶ କରିବାକୁ ତଥା ଜଗତରେ ପାପାଚାରୀମାନଙ୍କୁ ବିନାଶ କରି ଧର୍ମ ସ୍ଥାପନ କରିବାକୁ ଜନ୍ମଧାରଣ ରୂପକ ଲୀଳା ମାତ୍ର କରନ୍ତି। ତାଙ୍କର ସେହି ଜନ୍ମ ନିର୍ଦ୍ଦୋଷ ଓ ଅଲୌକିକ। ଜଗତର କଲ୍ୟାଣ ପାଇଁ ହିଁ ଭଗବାନ ଏହିପରି ମନୁଷ୍ୟାଦି ରୂପରେ ଲୋକମାନଙ୍କ ସମ୍ମୁଖରେ ପ୍ରକଟ ହୁଅନ୍ତି। ତାଙ୍କର ସେହି ବିଗ୍ରହ ପ୍ରକୃତ ଉପାଦାନ ଗଠିତ ହୋଇନଥାଏ। ତାହା ଦିବ୍ୟ, ଚିନ୍ମୟ, ପ୍ରକାଶମାନ, ଶୁଦ୍ଧ ଓ ଅଲୌକିକ ହୋଇଥାଏ। ତାଙ୍କର ଜନ୍ମ ଗୁଣ ଏବଂ କର୍ମ ସଂସ୍କାରରୁ ହୁଏ ନାହିଁ। ସେ ମାୟାବଶ ହୋଇ ଜନ୍ମ ଧାରଣ କରନ୍ତି ନାହିଁ। ସେ ନିଜେ ପ୍ରକୃତିର ଅଧିଷ୍ଠାତା ହୋଇ ଯୋଗଶକ୍ତି ଦ୍ୱାରା ମନୁଷ୍ୟ ରୂପରେ କେବଳ ଲୋକମାନଙ୍କ ଉପରେ ଦୟା କରି ହିଁ ପ୍ରକଟ ହୁଅନ୍ତି। ଏହା ଭଲ ଭାବରେ ବୁଝିଯିବ ଅର୍ଥାତ୍ ଏଥିରେ ଟିକିଏ ହେଲେ ଅସମ୍ଭାବନା ଓ ବିପରୀତ ଭାବନା ନ ରଖି ପୂର୍ଣ୍ଣ ବିଶ୍ୱାସ କରିବା ଓ ସାକାର ରୂପରେ ପ୍ରକଟ ହୋଇଥିବା ଭଗବାନଙ୍କୁ ସାଧାରଣ ମନୁଷ୍ୟ ବୋଲି ନ ଭାବି ସର୍ବଶକ୍ତିମାନ, ସର୍ବେଶ୍ୱର, ସର୍ବାନ୍ତର୍ଯ୍ୟାମୀ, ସାକ୍ଷାତ୍ ସଚ୍ଚିଦାନନ୍ଦ ଘନ ପୂର୍ଣ୍ଣବ୍ରହ୍ମ ପରମାତ୍ମା ବୋଲି ବୁଝିବା ହିଁ ଭଗବାନଙ୍କର ଜନ୍ମ ତତ୍ତ୍ୱତଃ ଦିବ୍ୟ ବୋଲି ମାନିବା। ଏହି ଅଧ୍ୟାୟର 6ଠ ଶ୍ଲୋକରେ ଏହି କଥା ବୁଝାଇ ଦିଆଯାଇଛି। ସପ୍ତମ ଅଧ୍ୟାୟର 24 ଓ 25 ଶ୍ଲୋକରେ ଏବଂ ନବମ ଅଧ୍ୟାୟର 11 ତଥା 12 ଶ୍ଲୋକରେ ଏହି ତତ୍ତ୍ୱ ନ ବୁଝି ଭଗବାନଙ୍କୁ ସାଧାରଣ ମନୁଷ୍ୟ ବୋଲି ଭାବୁଥିବା ଲୋକଙ୍କର ନିନ୍ଦା କରାଯାଇଛି ଏବଂ ଦଶମ ଅଧ୍ୟାୟର 3ୟ ଶ୍ଲୋକରେ ଏହି ତତ୍ତ୍ୱ ବୁଝିପାରୁଥିବା ଲୋକଙ୍କର ପ୍ରଶଂସା କରାଯାଇଛି। ଯେଉଁ ପୁରୁଷମାନେ ଭଗବାନଙ୍କ ଜନ୍ମର ଦିବ୍ୟତାକୁ ଏପରି ତତ୍ତ୍ୱତଃ ବୁଝିପାରନ୍ତି, ସେମାନଙ୍କୁ ଭଗବାନଙ୍କର ଏକ କ୍ଷଣରେ ବିୟୋଗ ମଧ୍ୟ ଅସହ୍ୟ ହୋଇଯାଏ। ଭଗବାନଙ୍କଠାରେ ପରମ ଶ୍ରଦ୍ଧା ଓ ଅନନ୍ୟ ପ୍ରେମ ଥିବାରୁ ସେମାନଙ୍କ ଦ୍ୱାରା ଭଗବାନଙ୍କର ଅନନ୍ୟ ଚିନ୍ତନ ହୋଇଥାଏ। ଭଗବାନଙ୍କର କର୍ମ ଦିବ୍ୟ, ଏହା ବୁଝିବାର ଅର୍ଥ କ'ଣ? ଉତ୍ତର: ଭଗବାନ ସୃଷ୍ଟି, ରଚନା, ଅବତାର ଲୀଳା ଦେଇ ଯେତେ କର୍ମ କରନ୍ତି, ସେଥିରେ ତାଙ୍କର ଟିକିଏ ହେଲେ ସ୍ୱାର୍ଥ ସମ୍ବନ୍ଧ ନଥାଏ। କେବଳ ଲୋକମାନଙ୍କୁ ଅନୁଗ୍ରହ କରିବାକୁ ହିଁ ସେ ମନୁଷ୍ୟ ଆଦି ଅବତାରମାନଙ୍କର ନାନା ପ୍ରକାର ଲୀଳା କରିଥାନ୍ତି। ଭଗବାନ ନିଜ ପ୍ରକୃତି ଦ୍ୱାରା ସମସ୍ତ କର୍ମ କରି ମଧ୍ୟ ସେ କର୍ମମାନଙ୍କର କର୍ତ୍ତାଭାବ ନ ରଖୁଥିବାରୁ ବାସ୍ତବରେ କିଛି କରନ୍ତି ନାହିଁ ଏବଂ ବନ୍ଧନରେ ମଧ୍ୟ ପଡ଼ନ୍ତି ନାହିଁ। ସେହି କର୍ମମାନଙ୍କର ଫଳରେ ଭଗବାନଙ୍କ ଟିକିଏ ହେଲେ ସ୍ପୃହା ନଥାଏ। ଭଗବାନଙ୍କ ଦ୍ୱାରା ଯାହା କିଛି ଚେଷ୍ଟା ହୁଏ, ତାହା କେବଳ ଲୋକମଙ୍ଗଳ ପାଇଁ ହୁଏ। ତାଙ୍କର ପ୍ରତ୍ୟେକ କର୍ମରେ ଲୋକମାନଙ୍କର କଲ୍ୟାଣ ହିଁ ପୂର୍ଣ୍ଣ ହୋଇଥାଏ। ସେ ଅନନ୍ତ କୋଟି ବ୍ରହ୍ମାଣ୍ଡର ସ୍ୱାମୀ ହୋଇଥିଲେ ମଧ୍ୟ ସର୍ବସାଧାରଣଙ୍କ ସହିତ ଅଭିମାନ ରହିତ ଦୟା ଓ ପ୍ରେମପୂର୍ଣ୍ଣ ସମତା ରଖି ବ୍ୟବହାର କରନ୍ତି। ମନୁଷ୍ୟମାନେ ତାଙ୍କୁ ଯେପରି ଭଜନ କରନ୍ତି, ଭଗବାନ ମଧ୍ୟ ସେମାନଙ୍କୁ ସେହିପରି ଭଜନ କରନ୍ତି। ନିଜର ଅନନ୍ୟ ଭକ୍ତମାନଙ୍କର ଯୋଗକ୍ଷେମ ଭଗବାନ ସ୍ୱୟଂ ବହନ କରନ୍ତି। ସେ ସେମାନଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରନ୍ତି ଏବଂ ଭକ୍ତିରୂପୀ ନୌକାରେ ବସାଇ ଭକ୍ତମାନଙ୍କୁ ସଂସାର ସାଗରରୁ ଶୀଘ୍ର ଉଦ୍ଧାର କରିବାକୁ ସ୍ୱୟଂ ସେମାନଙ୍କର ନାବିକ ହୋଇଯାନ୍ତି। ଏପରି ଭାବରେ ଭଗବାନଙ୍କର ସମସ୍ତ କର୍ମ ଆସକ୍ତି, ଅହଙ୍କାର ଓ କାମନା ଆଦି ଦୋଷରୁ ସର୍ବଦା ରହିତ, ନିର୍ମଳ ଓ ଶୁଦ୍ଧ ହୋଇଥାଏ। କେବଳ ଲୋକମାନଙ୍କର କଲ୍ୟାଣ କରିବାକୁ ଏବଂ ଜଗତରେ ନୀତି, ଧର୍ମ, ଶ୍ରଦ୍ଧା, ପ୍ରେମ, ଭକ୍ତି ଆଦି ପ୍ରଚାର କରିବାକୁ ଭଗବାନ ସମସ୍ତ କର୍ମ କରନ୍ତି। ଏହି ସମସ୍ତ କର୍ମ କରି ମଧ୍ୟ ଭଗବାନଙ୍କର ବସ୍ତୁତଃ ସେହି କର୍ମମାନଙ୍କର କୌଣସି ପ୍ରକାର ସମ୍ବନ୍ଧ ନଥାଏ। ସେ ସର୍ବଦା କର୍ମରୁ ଅତୀତ ଓ ଅକର୍ତ୍ତା ଅଟନ୍ତି। ଏହା ଭଲ ଭାବରେ ବୁଝିଯିବା, ଏଥିରେ କୌଣସି ପ୍ରକାର ଅସମ୍ଭାବନା ବିପରୀତ ଭାବନା ନ ରଖି ପୂର୍ଣ୍ଣ ବିଶ୍ୱାସ ହୋଇଯିବା ହିଁ ଭଗବାନଙ୍କର କର୍ମମାନଙ୍କୁ ତତ୍ତ୍ୱତଃ ଦିବ୍ୟ ବୋଲି ବୁଝିବା। ଏପରି ଜାଣିଯିବା ପରେ ସେହି ଜାଣିବା ଲୋକଙ୍କର କର୍ମ ମଧ୍ୟ ଶୁଦ୍ଧ ଓ ଅଲୌକିକ ହୋଇଯାଏ, ଅର୍ଥାତ୍ ସେ ମଧ୍ୟ ସମସ୍ତଙ୍କ ସହିତ ଦୟା, ସମତା, ଧର୍ମ, ନୀତି, ବିନୟ ଏବଂ ନିଷ୍କାମ ପ୍ରେମ ଭାବ ରଖି ବ୍ୟବହାର କରନ୍ତି। ଭଗବାନଙ୍କର ଜନ୍ମ ଓ କର୍ମ ଉଭୟକୁ ଦିବ୍ୟ ବୋଲି ବୁଝିଯିବା ପରେ ହିଁ ଭଗବତ୍ ପ୍ରାପ୍ତି ହୁଏ ନା ଏଥିମଧ୍ୟରୁ କୌଣସି ଗୋଟିକର ଦିବ୍ୟତା ସମ୍ବନ୍ଧରେ ଜ୍ଞାନ ହୋଇଯିବା ପରେ ମଧ୍ୟ ହୁଏ? ଉତ୍ତର: କୌଣସି ଗୋଟିକରେ ଦିବ୍ୟତା ଜାଣିଗଲେ ବି ଭଗବତ୍ ପ୍ରାପ୍ତି ହୋଇଯାଏ। ତେଣୁ ଉଭୟରେ ଦିବ୍ୟତା ବୁଝିଦେଲେ ଯେ ଭଗବତ୍ ପ୍ରାପ୍ତି ହୋଇଯାଏ, ତାହାକୁ କହିବାର ଆବଶ୍ୟକତା କ'ଣ? ଏହା ତତ୍ତ୍ୱତଃ ଜାଣିଯିବା ଲୋକଙ୍କର ପୁନର୍ଜନ୍ମ ହୁଏ ନାହିଁ
ଏବଂ ସେ ମୋତେ ପାଇଯାଆନ୍ତି। ଏପରି କହିବାର ଭାବ କ'ଣ? ଏହା ପୁନର୍ଜନ୍ମ ପ୍ରାପ୍ତ ହେବା ପାଇଁ ଏହା ଉତ୍ତର, ସେ ପୁନର୍ଜନ୍ମ ପ୍ରାପ୍ତ ନ ହୋଇ କେଉଁ ଭାବ ପ୍ରାପ୍ତ ହୁଅନ୍ତି? ତାଙ୍କର କି ପ୍ରକାର ସ୍ଥିତି ହୁଏ? ଏହି ଜିଜ୍ଞାସାର ପୂର୍ତ୍ତି ନିମିତ୍ତ ଭଗବାନ କହିଛନ୍ତି, ସେ ମୋତେ ଅର୍ଥାତ୍ ଭଗବାନଙ୍କୁ ହିଁ ପ୍ରାପ୍ତ ହୁଅନ୍ତି ଏବଂ ଯେ ଭଗବାନଙ୍କୁ ପାଇଯାଆନ୍ତି ତାଙ୍କର ପୁନର୍ଜନ୍ମ ହୁଏ ନାହିଁ। ଏହା ହିଁ ସିଦ୍ଧାନ୍ତ। ଏଠାରେ ଜନ୍ମକର୍ମର ଦିବ୍ୟତା ଜାଣିଥିବା ଲୋକଙ୍କର ଶରୀର ତ୍ୟାଗ ପରେ ଭଗବତ୍ ପ୍ରାପ୍ତି ହେବାର କଥା କୁହାଯାଇଛି। ତେବେ କ'ଣ ତାଙ୍କୁ ଏହି ଜନ୍ମରେ ଭଗବାନ ମିଳିପାରନ୍ତି ନାହିଁ?